ଆଜି ଗୋଟେ ଗୋଟେ ଘଟଣାର କଥା ଆପଣ ମାନଙ୍କୁ କହିବି। ଆଜି ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଯୋଉ ପଦକ୍ଷେପ ନେଲେ, ଯୋଉ ଭଳି ତାଙ୍କର କାର୍ଯ୍ୟ ଆଜି ଦେଖିଲେ, ସାରା ଓଡ଼ିଶା ଆଜି ତାଙ୍କ ପାଇଁ ଗର୍ବିତ ଓ ଖୁସି। ଯେହେତୁ ଆମେ ଏଭଳି ଗୋଟେ କର୍ମବୀର, ଏଭଳି ଗୋଟେ ମୁଖ୍ୟମନ୍ତ୍ରୀ ଆମ ଓଡ଼ିଶାରେ ଏବେ ବସିଛନ୍ତି, ଯୋଉଥିରେ ତାଙ୍କ କଥା ଯେତେବେଳେ ମନେ ପଡ଼େ ଆମକୁ ଭୟ କେବେ ବି ଲାଗିବନି ତାଙ୍କ କଥା ଶୁଣିଲା ପରେ। ଯେତେବେଳେ ସେ ଗୋଟେ ମୁମ୍ବାଇର ଘଟଣା ଆପଣମାନେ ସମସ୍ତେ ଜାଣିଥିବେ, ଗୋଟେ ପ୍ରବାସୀ ଓଡ଼ିଆ ଯେତେବେଳେ ଶ୍ରମିକ ତାଙ୍କର ମୃତ୍ୟୁବରଣ ହେଇଥିଲା, ତୁରନ୍ତ ଆମ ମୋହନ ମାଝି ମହୋଦୟ ଶୁଣି ତୁରନ୍ତ ତାଙ୍କ ପରିବାର ସହିତ ନିଜ ମୋବାଇଲରୁ ଫୋନ କରିଥିଲେ ଓ ତାଙ୍କ ପରିବାର ସହିତ କଥା ହେଇଥିଲେ। ହଁ, କିଏ ବର୍ଷା କହୁଥିଲ? ଆଜ୍ଞା ସାର୍ ନମସ୍କାର। ହଁ, ମୁଁ ମୁଖ୍ୟମନ୍ତ୍ରୀ କହୁଥିଲି, ମୋହନ ମାଝି, ଜାଣିଲ? ଆଜ୍ଞା ଆଚ୍ଛା, ହଁ। ମୁଁ ତ ଖବର ପାଇଲି ତମ ଯେଉଁ ବାପାଙ୍କର ଯେଉଁ ଅବସ୍ଥା ହେଲା, ଏବଂ ସେଥିପାଇଁ ମଧ୍ୟ ମୁଁ ଭାରି ଦୁଃଖିତ। ବୋଧେ ଆଜି ପହଞ୍ଚିଯିବ, ସବୁ ତ କଥାବାର୍ତ୍ତା ହେଇଥିଲା ଜିଲ୍ଲା ପ୍ରଶାସନ ସହିତ, ଏବଂ ସେଠି ତାଙ୍କର ତୁମର ବାପାଙ୍କର ମୋର ଶରୀର ବୋଧେ ଆସୁଛି, ରାସ୍ତାରେ ଅଛି, ଯାହା ମୁଁ ଖବର ପାଇଛି। ଆଜି ପହଞ୍ଚିଯିବ ରାତିରେ। ହ୍ୟାଲୋ, ସକାଳେ ପହଞ୍ଚିବ। ସକାଳେ 2ଟା ବେଳେ ପହଞ୍ଚିବ ବୋଲି ମୁଁ ଖବର ପାଇଥିଲି। ଡେରି ହେବ ଟିକେ? ଆଜ୍ଞା ଆଚ୍ଛା, ହଉ। ତୁମେ ଟିକେ ଧୈର୍ଯ୍ୟ ଧର, ହେଲା? ଧୈର୍ଯ୍ୟ ଧର, ମୁଁ ଅଛି ତୁମ ସାଙ୍ଗରେ। ତୁମର ଭଲ ମନ୍ଦ ମୁଁ ନିଶ୍ଚିତ ଭାବରେ ବୁଝିବି। ଭଗବାନଙ୍କର କ'ଣ ଇଚ୍ଛା ଥିଲେ ସେ ଅଲଗା କଥା। ତୁମକୁ ଏତେ ଭଲ ପାଠ ପଢ଼ୁଛ, ଠିକ୍ ଅଛି। ବାକି ମୁଁ ତୁମ ସାଙ୍ଗରେ ଅଛି, ଆଉ ସେଥିପାଇଁ ମଧ୍ୟ କେମିତି ତୁମର ଅନ୍ତ୍ୟେଷ୍ଟିକ୍ରିୟା କାର୍ଯ୍ୟକ୍ରମ ହେବ ସେଟା ମଧ୍ୟ ମୁଁ ନିଶ୍ଚିତ ଭାବରେ, ଆଉ ମୋ ତରଫରୁ ସହଯୋଗ ରହିବ। ଏବଂ କାଲି ଏଠି ସବୁ ମୁଁ ଲୋକଙ୍କୁ ବି ପଠେଇବି, ସେମାନେ ବି ସେଠି ସହଯୋଗ କରିବେ। ଆଉ ତୁମେ ଧୈର୍ଯ୍ୟ ଧରିକି ରୁହ। ମୁଁ ତମ ଫ୍ୟୁଚର କଥା ବି ମୁଁ ତାଙ୍କ ଝିଅ ସହିତ କଥା ହେଇଥିଲେ, ତାଙ୍କ ଘର ସହିତ କଥା ହେଇଥିଲେ। ମୋହନ ମାଝି ସେ କଥା ସେ କହୁଥିଲେ, ସେ କଥା ଶୁଣି ଆମ ହୃଦୟକୁ ଏତେ ଖୁସି ଲାଗୁଥିଲା କି ଜଣେ ଆମର ଏଭଳି ବି ମାନ୍ୟବର ମନ୍ତ୍ରୀ ଅଛନ୍ତି ଯିଏ ଆମକୁ ସାହସ ଦଉଛନ୍ତି। ମୋହନ ମାଝି କହୁଥିଲେ କି ଝିଅ, ତମକୁ ଡରିବାର ନାହିଁ, ତମ ସହିତ ତମ ମୁଖ୍ୟମନ୍ତ୍ରୀ ଅଛନ୍ତି, ତମ ସହିତ ମୋହନ ମାଝି ଠିଆ ହେଇଛନ୍ତି। ତମର ପାଠ ପଢିବା ଦାୟିତ୍ୱ ମୁଁ ନଉଛି, ତମେ କେମିତି ମଣିଷ ହବ ମୁଁ ନଉଛି। ଯେହେତୁ ତାଙ୍କ ମର ଶରୀର ପାଇଁ ସେ ଚେଷ୍ଟା କରିଥିଲେ ତାଙ୍କ ଘରକୁ ଆଣିବା ପାଇଁ, ତାପରେ ତାଙ୍କ ପରିବାର ସହିତ କଥା ହେଇଥିଲେ। ଆଜି ମୁଁ ସାରା ଓଡ଼ିଶାକୁ କହିବା ପାଇଁ ଚାହେଁ କି ଆମର ମୁଖ୍ୟମନ୍ତ୍ରୀ ଯଦି ଏଭଳି ଆମର ମୁଖ୍ୟମନ୍ତ୍ରୀ ଆମର ଥାଆନ୍ତି, ତାହେଲେ ଆମ କୌଣସି ଡର ନାହିଁ, କେବେ ଆମେ ଭୟ କରିବାର ନାହିଁ। ଆମେ ତାଙ୍କ ପାଇଁ ଆଶୀର୍ବାଦ କରିବା, ତାଙ୍କ ପାଇଁ ସବୁବେଳେ ଠିଆ ହେବା। କି ମୋହନ ମାଝି ଆଜି ଯେତେବେଳେ ଛୋଟ ଘଟଣା, ଗୋଟେ ଦୁଃଖର ଘଟଣା ଯେତେବେଳେ ହେଇଥିଲା, ସେ ତୁରନ୍ତ ତାଙ୍କ ମୋବାଇଲରୁ କଲ୍ କରିଥିଲେ, ତାଙ୍କ ପରିବାର ସହିତ ଯୋଗାଯୋଗ କରିଥିଲେ ଓ ତାଙ୍କ ପରିବାର ସହିତ କଥା ହେଇଥିଲେ। ତାଙ୍କୁ କହିଥିଲେ, ଆଶ୍ୱାସନା ଦେବା ସହିତ ତାଙ୍କ ଟୋଟାଲ ଘରର ଦାୟିତ୍ୱ ନେଇଥିଲେ। ଏହି ତ ଆମର ସିଏମ, ଆମର ମୁଖିଆ, ଏହି ତ ଆମର ରଜା। ଏଭଳି ଆମେ ଗୋଟେ ରଜା ଆମେ ବାଞ୍ଚିଛୁ, ଯୋଉଥିରେ ଆମେ ଖୁସି ହବା କି ଆଜି ଏତେ ବଡ଼ ସିଏ କାମ କରିଛନ୍ତି। ତାଙ୍କ ପାଇଁ ଆମେ ଧନ୍ୟବାଦ ଯେତେ ଦେଲେ ବି କମ ହବ। ମୋହନ ମାଝି ପରିବାର ସହିତ କଥା ହେଇଥିଲେ ଓ କହିଥିଲେ କି ତମ ବାପାଙ୍କର ମର ଶରୀର ରାସ୍ତାରେ ଆସୁଛି, କିଛି ସମୟ ଭିତରେ ତମ ପାଖରେ ପହଞ୍ଚିବ। ସେ ଦୁଃଖ ପ୍ରକାଶ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ଯେତେବେଳେ ସେ ଗୋଟିଏ କଥା ତାଙ୍କର ମତେ ଗୋଟିଏ ଲାଇନ ଭଲ ଲାଗିଲା କି ଝିଅ, ତମେ ପାଠ ପଢୁଛ, ତମେ ବହୁତ ବଢିଆ ପିଲା, ତମେ ପାଠ ପଢ, ତମର ସବୁ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ମୋହନ ମାଝି ନେଉଛନ୍ତି। ଆଉ କଣ ଆମକୁ ଦରକାର? ଯଦି ଆମକୁ ଏଭଳି ଜଣେ କର୍ମବୀର, ଜଣେ ଏଭଳି ଆମର ମୁଖ୍ୟମନ୍ତ୍ରୀ, ଜଣେ ଏଭଳି ଆମର ରଜା ଯଦି ଆମ ମୁଣ୍ଡ ଉପରେ ଥାନ୍ତେ, ଆମକୁ ଡର କାହିଁକି, ଭୟ କାହିଁକି ଲାଗିବ? ଆପଣମାନେ ସମସ୍ତେ ଜାଣନ୍ତୁ, ବିଜେପି ସରକାର କରିଛି, ତାର ଗୋଟିଏ ଗୋଟିଏ ସେ ଅକ୍ଷର ପାଳନ କରୁଛି। ଯାହା ଯାହା କହିଥିଲେ ତାହା ଗୋଟିଏ ଗୋଟିଏ ଅକ୍ଷର ପାଳନ କରୁଛି। ଆପଣ ରତ୍ନ ଭଣ୍ଡାର କଥା କୁହନ୍ତୁ, ଚାରିଦୁଆରର କଥା କୁହନ୍ତୁ, ଆପଣର ବହୁତ କିଛି ସ୍କିମରେ ସେ କଥା କହିଥିଲେ। ସେ ସବୁ ଜିନିଷ ଆପଣ ମାନେ ଦେଖିଥିବେ ଆଖି ଆଗରେ, ସେ ଗୋଟେ ଗୋଟେ ପୂରଣ ହଉଛି। ନିଶ୍ଚିତ ଧୈର୍ଯ୍ୟ ଧରନ୍ତୁ, ସବୁ ଜିନିଷ ଗୋଟେ ଗୋଟେ ପୂରଣ ହବ। ଆମେ ଚାରିଦୁଆର
ଓ ରତ୍ନ ଭଣ୍ଡାର କଥା ଅନ୍ୟ ଭିଡ଼ିଓରେ ଆପଣଙ୍କୁ ନିଶ୍ଚିତ ଆମେ ଜଣେଇବୁ। ଆପଣ ଏ ଭିଡ଼ିଓ ଆପଣ ଦେଖନ୍ତୁ ଓ ସେୟାର କରନ୍ତୁ। ଯଦି ଆପଣଙ୍କର କୌଣସି ସମସ୍ୟା ରହିଛି ତାହେଲେ ଆମ କମେଣ୍ଟ ବକ୍ସରେ କମେଣ୍ଟ କରନ୍ତୁ। ନିଶ୍ଚିତ ଆମେ ସିଏମ୍ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଆପଣଙ୍କର କଥାକୁ ନିଶ୍ଚିତ ଆମେ ମେଲ୍ ନିଶ୍ଚିତ କରିବୁ। ଆଉ ଆପଣ ଆମ ମାନ୍ୟବର ମନ୍ତ୍ରୀଙ୍କ ପାଇଁ ଆପଣ କାମନା କରନ୍ତୁ। ଯେହେତୁ ଯେତେ ମନ୍ତ୍ରୀ ହେଇଛନ୍ତି, ଯେତେ ଉପମୁଖ୍ୟମନ୍ତ୍ରୀ ହେଇଛନ୍ତି, ଆମ ମୁଖ୍ୟମନ୍ତ୍ରୀ ଯୋଉ ହେଇଛନ୍ତି ସମସ୍ତେ ତାଙ୍କ ନିଜ ନିଜ କାର୍ଯ୍ୟ ପାଇଁ ବ୍ୟସ୍ତ। ଆପଣ ମାନେ ଦେଖିଥିବେ ସମସ୍ତେ କାର୍ଯ୍ୟରେ ଲାଗିଛନ୍ତି। ଏଇଭଳି ତ ନେତା ଦରକାର, ଏଇଭଳି ତ ଆମର ରଜା ଦରକାର। ଆଉ କଣ ଦରକାର? ଯଦି ଆମେ ଭୋଟ ଦେଇଥିଲୁ, ଆଜି ଆମେ ଜାଣିପାଇଲୁ କି ଆମେ ଠିକ ଲୋକକୁ ଆମେ ବାଛିଛୁ, ଠିକ ସରକାର ଆମେ ଠିକ ଆମର ଯେ ଦୁଃଖ ସୁଖରେ ଯିଏ ସାଥୀ ହେଇପାରିଛନ୍ତି ସେଇକୁ ଆମେ ରଜା କହିବା। ସେ ହେଲେ ଆମର ରଜା। ଆଜି ମୋହନ ଚରଣ ମାଝୀ ଯୋଉଭଳି ପଦକ୍ଷେପ ନେଇଛନ୍ତି, ଯୋଉଭଳି କାର୍ଯ୍ୟ କରୁଛନ୍ତି, ତାଙ୍କ ପାଇଁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଦଉଛି। ଆଉ ଆପଣ ସମସ୍ତେ କାମନା କରନ୍ତୁ ସେ ଭଲରେ ଥାନ୍ତୁ, ସୁସ୍ଥରେ ଥାନ୍ତୁ। ଆପଣ ସମସ୍ତେ ମୋ ଭିଡ଼ିଓଟିକୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ।